ସମୟର ଚକ ଘୁରି ଚାଲିଛି ଆଉ ସେହି ଚକ ସାଙ୍ଗରେ ବଦଳି ଯାଇଛି ଆମ ଗାଁର ପରିଭାଷା। ଆଜି ଆମେ ଯାନ୍ତ୍ରିକ ଦୁନିଆରେ ବହୁତ ଆଗକୁ ଚାଲି ଆସିଛୁ ସତ, କିନ୍ତୁ ପଛରେ ଛାଡ଼ି ଆସିଛୁ କିଛି ଏମିତି ସ୍ମୃତି ଯାହା ଆଜି ବି ଆମ ହୃଦୟକୁ ଆନ୍ଦୋଳିତ କରେ। ଦିନେ ଗାଁ ଦାଣ୍ଡର ଯିଏ ପରିଚୟ ଥିଲା ସେ ଶଗଡ଼ ଆଜି ଇତିହାସ ପୃଷ୍ଠାରେ ସୀମିତ ରହିଛି। ଆସନ୍ତୁ ଶୁଣିବା ଶଗଡ଼ର ସେହି ଅକୁହା କାହାଣୀକୁ ନେଇ। ଆଜି ବି ମନେ ପଡ଼େ ସେହି ଶଗଡ଼ିଆ ଗୀତ। ଦିନେ ସକାଳ ନ ହେଉଣୁ ଶଗଡ଼ ଚକର ଶବ୍ଦରେ ଗାଁ ଲୋକଙ୍କ ନିଦ ଭାଙ୍ଗୁଥିଲା। ବଳଦ ବେକର ଘଣ୍ଟି ଶବ୍ଦ ସାଙ୍ଗକୁ ଶଗଡ଼ିଆର ସେହି ମନଛୁଆ ଓଡ଼ିଆ ପଲ୍ଲୀ ଗୀତ ଗାଁର ପରିବେଶକୁ ଉତ୍ସବ ମୁଖର କରି ରଖୁଥିଲା। ସେ ସମୟରେ ଶଗଡ଼ କେବଳ ପରିବହନର ମାଧ୍ୟମ ନଥିଲା, ବରଂ ଗ୍ରାମୀଣ ଜୀବନର ମେରୁଦଣ୍ଡ ଥିଲା। କ୍ଷେତରୁ ବିଡ଼ା ବୋହିବା ହେଉ କି ଖଳାରୁ ଧାନ ଅମଳ କରି ଘରକୁ ଆଣିବା, ଶଗଡ଼ ଥିଲା ଚାଷୀର ପ୍ରଧାନ ଭରସା। କେବଳ ଚାଷ କାମ ନୁହେଁ, ନୂଆ ବୋହୂର ଶଗଡ଼ରେ ଶାଶୁ ଘରକୁ ଆସିବା କିମ୍ବା ରଜ ପର୍ବରେ ଝିଅମାନେ ଶଗଡ଼ରେ ବସି ବୁଲିବା, ଏସବୁ କାହାଣୀ ଆଜି ସତରେ ସ୍ମୃତି ପାଲଟି ଯାଇଛି। ଶଗଡ଼ିଆର ସେହି ହଲରେ ହଲ ଡାକ ଭିତରେ ଲୁଚି ରହିଥିଲା ମଣିଷ ଓ ପଶୁ ମଧ୍ୟରେ ଥିବା ଏକ ଅନାବିଳ ପ୍ରେମ। ମାତ୍ର ଆଜି ସମୟ ବଦଳିଛି। କଂକ୍ରିଟ ରାସ୍ତାରେ ଦ୍ରୁତଗାମୀ ଗାଡ଼ି ମାଡ଼ି ଚାଲିଛି। ଟ୍ରାକ୍ଟର, ଟ୍ରକ୍ ଏବଂ ବାଇକ୍ର ଭିଡ଼ ଭିତରେ ଶଗଡ଼ ଚକ ଆଜି ଥକି ପଡ଼ିଛି। ଗାଁ ଦାଣ୍ଡରେ ଆଉ ସେହି ଶଗଡ଼ ଗୁଳାର ଚିହ୍ନ ଦେଖିବାକୁ ମିଳୁନି। ପୁରୁଣା କାନ୍ଥ କତିରେ କିମ୍ବା ପରିତ୍ୟକ୍ତ ଗୁହାଳ କୋଣରେ ଆଜି ଶଗଡ଼ ଚକଟିଏ କେବଳ ଅତୀତର ଭୋକ ସାକ୍ଷୀ ହୋଇ ରହିଯାଇଛି। ଶଗଡ଼ ହଜିଯିବା ସହ ହଜିଯାଇଛି ସେହି ସରଳ ଜୀବନଶୈଳୀ। ଶଗଡ଼ିଆର ପାଞ୍ଚଣ ଆଉ ଗାଁ ଦାଣ୍ଡରେ ଉଠୁନି। ଏହି ପରିବର୍ତ୍ତନ ହୁଏତ ପ୍ରଗତିର ଏକ ରୂପ, କିନ୍ତୁ ସେହି ହଜିଲା ଦିନର ସ୍ମୃତି ଆଜି ବି ମନକୁ ଭାବୁକ କରିଦିଏ। ଆଧୁନିକତା ତ ଆସିଲା, ହେଲେ ସେହି ପୁରୁଣା ମହକକୁ କେଉଁଠି ନା କେଉଁଠି ଆମେ ହରାଇ ବସିଲେ। ସଭ୍ୟତାର ଚକ୍କରରେ ଅନେକ କିଛି ପଛରେ ରହିଯାଇଛି, ହେଲେ ସେହି ଅତୀତର ସୁଗନ୍ଧ ଆମ ସଂସ୍କୃତିକୁ ଜୀବନ୍ତ କରି ରଖିଥାଏ। ଶଗଡ଼ ହୁଏତ ଆଜିର ଯୁବପିଢ଼ି ପାଇଁ କେବଳ ଏକ ଛବି, କିନ୍ତୁ ଏହା ଥିଲା ଓଡ଼ିଆ ଜୀବନ ବିନ୍ଦୁର ଏକ ଅମର ଅଧ୍ୟାୟ। ବ୍ୟୁରୋ ରିପୋର୍ଟ, ଫୋକସ୍ ପ୍ଲସ୍।